ସାର୍ ପରିଚୟ ଦିଅନ୍ତୁ। ଚିନ୍ମୟ ଚନ୍ଦ୍ରଶେଖର ମହାରଣା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ଶମସରପୁର। ଆଜିର କାର୍ଯ୍ୟକ୍ରମ ବାବଦରେ କ'ଣ କହିବେ? ଆଜିର କାର୍ଯ୍ୟକ୍ରମ ବିଷୟରେ ମୁଁ ଏହା କହିବାକୁ ଚାହିଁବି ଯେ ପ୍ରକୃତରେ ବିଦ୍ୟାଳୟ ଗୋଟେ ନିର୍ଜୀବ ପରିସର ନୁହେଁ। ଏହା କେବଳ କୋଠା ବାଡ଼ି କି ସ୍ମାର୍ଟ ବୋର୍ଡ଼ ଏସବୁର ସମାରୋହ ନୁହେଁ। ଏଠି ପିଲାମାନେ ଆସୁଛନ୍ତି ଶିକ୍ଷା ପାଇଁ, ତେଣୁ ସେମାନେ ଶୈକ୍ଷିକ ଉନ୍ନତି କେମିତି ହେବ, ସେମାନଙ୍କର ଶୈକ୍ଷିକ ସହିତ କିଭଳି ଭାବେ ସେମାନେ ସୃଜନଶୀଳତାର ବିକାଶ ହେବ, ସେଥିପାଇଁ ଆମେ ଏକ ନୂତନ ଭାବେ ଏକ ଉଦ୍ୟମ ଆରମ୍ଭ କରିଥିଲୁ ଏବଂ ସେ ଉଦ୍ୟମରେ ଆମେ ପ୍ରଥମ ଥର ପାଇଁ ବିଦ୍ୟାଦାୟିନୀ ପତ୍ରିକା ନାମରେ ବାହାର କଲୁ। ଏଥିପାଇଁ କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷ ସାହାଯ୍ୟ ସହଯୋଗ କରିନାହାନ୍ତି, ତା ସହିତ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଏବଂ ବିଦ୍ୟାଳୟର ପୂର୍ବତନ ପରିଚାଳନା କମିଟି, ବର୍ତ୍ତମାନ ପରିଚାଳନା କମିଟି ମଧ୍ୟ ଆମକୁ ଯଥେଷ୍ଟ ସାହାଯ୍ୟ ସହଯୋଗ ବଢ଼ି ଆସିଛି। ପ୍ରତିବର୍ଷ ଏମିତି ଚାଲିବ ନା ଏଇଥିରେ ରହିଲା ସୀମିତ? ଯୋଜନା ରହିଛି ଆମ ପ୍ରତିବର୍ଷ ଏଇଟା ପତ୍ରିକା ବାହାର କରିବୁ ଏବଂ ଯେହେତୁ ଆମର ସୁବର୍ଣ୍ଣ 50 ବର୍ଷ ହେଇଗଲାଣି, ତେଣୁ ସୁବର୍ଣ୍ଣ ଜୟନ୍ତୀ ମଧ୍ୟ କରିବାର ଆମେ ଯୋଜନା ରଖିଛୁ।